ବାଡ଼ିଟାଏ ଧରି ଲୋକଗୁଡ଼ାଙ୍କୁ ଆଡ଼େଇ ନେଉ ନେଉ ସେଥିରୁ କ'ଣ କହିଲା, ଠିକ୍ ଅଛି, ବୋହୂକୁ ଘରକୁ ନିଅ, ଏଇଠି ଗଇଁଠାଳ ଖୋଲି ପକାଅ, ବର କିନ୍ତୁ ଏଇଠୁ ଇଞ୍ଚେ ବି ଘୁଞ୍ଚିବ ନାହିଁ। ଲଗାଅ ହାତ କଡ଼ି, ହାରାମଜାଦା ମାମୁଁ ଘରକୁ ଚାଲୁ, ସେଇଠି ବୁଝାଯିବ ସବୁ। ବୁଢ଼ା ଜଣେ ବୋଧେ ଜାହ୍ନବୀର ଶ୍ୱଶୁର ହେବେ କି କ'ଣ, ସେ ପୁଲିସର ଗୋଡ଼ ଦୁଇଟା ଧରି ଭୋ ଭୋ କାନ୍ଦି ଉଠି କହିଲା, ଆଜିକ ମହଲତ ଦିଅ ବାବୁ, କାଲି ସକାଳେ ମୋ ପୁଅକୁ ନେଇ ଥାନାରେ ନିଜେ ସମର୍ପି ଦେଇ ଆସିବି। କେଡ଼େ ସରଧାରେ। ଗୋଡ଼ଟା ଛିଞ୍ଚାଡ଼ି ଦେଇ ପୋଲିସ ବାବୁ କହିଲେ, ବୁଢ଼ା, ସେ ମାୟା ଆଉ ଲଗାନା ପୁଅଠାରେ ଯେତିକି ପାପ କଲୁ କଲୁ, ଏବେ ପୁରସ୍ତମ ଯାଇ ମାଳା ଜପ କର। ତୋ ଭାଗ୍ୟ ଭଲ, ବେଦୀରୁ ଆମେ ଉଠେଇ ନେଇନୁ, ନହେଲେ ମଙ୍ଗୁଳା କନିଆଟା ବିଷ ଖାଇ ମରିଥାନ୍ତା। ଉଠା ଉଠା ଶୀଘ୍ର ବୋହୂକୁ, ତେଣେ ଆମକୁ ଏଇନେ 100 ମାଇଲ ଧାଇଁବାକୁ ହେବ। ଜାହ୍ନବୀ କିଛି ବୁଝିବା ପୂର୍ବରୁ, ଏମିତିକି ବନ୍ଦାପନା ହେବା ପୂର୍ବରୁ ଦିଗମ୍ବରକୁ ହାତକଡ଼ି ପକାଇ ପୋଲିସମାନେ ବଡ଼ ଗାଡ଼ିଟାରେ ବସେଇ ପେଁ ପେଁ କରି ଚାଲିଗଲେ। ବନ୍ଦେଇବା ପାଇଁ ଆଣିଥିବା ଦୀପର ତେଲ ଶୁଖି ସଳିତା ମରିଗଲା। ଚାଉଳ ବରକୋଳି ପତ୍ର ସେମିତି ପିତ୍ତଳ ଥାଳିଆଟାରେ ପଡ଼ିଥିଲା। ଜାହ୍ନବୀ ଲୁହ ଲାଳରେ ଏକାକାର ହୋଇ ତଳେ ପଡ଼ିଯାଇଥିଲା। ଚଉଠି ଦିନ ପିଣ୍ଡ ପଡ଼ିଲାଣି। ସପ୍ତମଙ୍ଗଳା ଦିନ ମାମୁଁ ଆସି ଜାହ୍ନବୀକୁ ବୁଝାସୁଝା କରିଗଲା। ମିଛରେ ସାଇ ଲୋକେ ଦିଗମ୍ବରକୁ ଚୋରି କେସରେ ଜେଲକୁ ପଠାଇଛନ୍ତି। ସେମାନଙ୍କୁ ଧର୍ମ ସହିବନି। ଆଉ ସେ ଯେମିତି ହେଉ ମାସ ଗୋଟାକରେ ତାକୁ ଜମିବାଡ଼ି ବିକି ମୁକୁଳେଇ ଆଣିବ, ତାର ପ୍ରତିଶ୍ରୁତି ଦେଇ ଚାଲିଗଲା। ଗଲା ଯେ ଗଲା, ଆଉ ଦେଖା ନାହିଁ। ଦିନ 15ଟା ନ ଯାଉଣୁ ଶ୍ୱଶୁର ଭାତ ଛାଡ଼ି ଠାକୁରଙ୍କ ପାଖେ ଅଧିଆ ପଡ଼ିଲେ। ସେଇ ଅଧିଆ ପଡ଼ିବା ବେଳେ ହିଁ ଜୀବ ଛାଡ଼ିଗଲା। ସାଇ ମାଇପେ ଗାଁ ଲୋକେ ଜାହ୍ନବୀକି ଧିକ୍କାର କଲେ। ଘରେ ପାଦ ନ ଦେଉଣୁ ସତକୁ ସତ ସବୁ ଅମଙ୍ଗଳ ଘଟିଗଲା। ଏମିତିକି ସକ୍ଷମ ମଣିଷ ଶାଶୁ ତାର ଅଣ୍ଟା ଭାଙ୍ଗି ପଡ଼ିଗଲା। ଧରିଲେ ଉଠିବ, ନ ଧରିଲେ ସେଇ ସିନ୍ଦୁକ କଡ଼ରେ ମୁଣ୍ଡ ଗଡ଼େଇ ପଡ଼ିଥିବ। ଅଫିମ ଟେଳା ଟେଳା ଖାଇଲେ ବି ନିଦ ତା ଆଖିକୁ ଆସୁନି। ହେଲେ କେମିତି କେଜାଣି ଏତେ ଦୁର୍ଦ୍ଦଶାରେ ବି ଜାହ୍ନବୀକୁ ସେମିତି ଅପମାନିଆ ଗାଳି ଶୋଦା ସେ ଦେଇନି। ସତେ ଯେପରି ସେଇ ଏକା ତାର ସାହା। ଜାହ୍ନବୀ କର ଲେଉଟାଇ ଶୋଇଲା। ଆଖି ବୁଜିଲେ ଅନ୍ଧାର, ଖୋଲିଲେ ବି ଅନ୍ଧାର। ସାଇର ନଣନ୍ଦ ଲେଖା ହେବ ଝିଅଟିଏ ବେଙ୍ଗ ବେଳେବେଳେ ଆସୁଥିଲା, ଟିକେ ଦୁଃଖ ସୁଖ ହେଉଥିଲା। ଏବକୁ ତା ବାପା ମା ଆଟକିଲାରୁ ସେ ବି ଆଉ ଆସୁନାହିଁ। ସାଇସାରା ସମସ୍ତେ ଯେମିତି ଘରଟାକୁ ବାଛନ୍ଦ କରିଦେଲେଣି। କି ଅପକର୍ମ କରିଥିଲା ସିଏ ଗଲା ଜନ୍ମରେ ଯେ ଏ ଜନ୍ମରେ ଘାଣ୍ଟି ହୋଇ ମରିଗଲାଣି। ସେମିତି ଦିଗମ୍ବର ବି। ସାଇ ଲୋକେ ତାଙ୍କୁ କାହିଁକି ମିଛରେ ଜେଲ୍ ଖଟାଉଛନ୍ତି, ସେଇ କଥାଟା ଜାହ୍ନବୀ ବୁଝିପାରୁନାହିଁ। ସେତକ ଜାଣିପାରିଲେ ତେଣିକି ଯାହା ଆଖିକୁ ଦିଶନ୍ତା ସେ କରନ୍ତା। କିଛି ନ ହେଲେ ଦୌଡ଼ି କୁଆଡ଼େ ପଳାନ୍ତା, ନହେଲେ ବିଷ ଖାଇ ପ୍ରାଣ ଛାଡ଼ି ଦିଅନ୍ତା। ଏମିତି ମୁହଁ ଗୁଞ୍ଜି ଦିନ ରାତି ପଡ଼ି ରହିବା ଠାରୁ ମରିଯିବା ସହସ୍ର ଗୁଣେ ଭଲ। କୋଉଠି ଯେମିତି ଗୋଟାଏ ଠକ୍ ଠକ୍ ଆବାଜ ଆସୁଛି। ବାଡ଼ି କବାଟଟା ଆଉ କ'ଣ ମେଲା କରିଦେଇ ସେ ଆସିଛି କି? କୁକୁରଟା ପଶିଲେ ଆଉ ରକ୍ଷା ନାହିଁ। ଜାହ୍ନବୀ ଉଠିଗଲା। ବୁଢ଼ୀକୁ ବୋଧେ ନିଦ ଟିକେ ଲାଗିଯାଇଛି। ଖରା ନଇଁ ଆସିଲାଣି। ଚାରିଆଡ଼େ ଚାହିଁ ଦେଖିଲା କେହି ନାହିଁ। ତଥାପି ଯେମିତି ମାଡ଼ି ମାଡ଼ି ପଡ଼ୁଛି। ମୂଷା କୋଉଠି ଟୁକୁଟୁକୁ କରି କ'ଣ କାଟୁଛି। କାଟୁ, ତାର କ'ଣ ଯାଏ ଆସେ। ଜାହ୍ନବୀ ହାଣ୍ଡି ବାସନ ନେଇ ଗଡ଼ିଆକୁ ଚାଲିଗଲା। ଖରା ଥାଉ ଥାଉ ମାଜି ଆଣେ। ସଞ୍ଜ ବୁଡ଼କୁ ଗହଳି ଲାଗିବ। କିଏ କେତେ ଦେଖେଇ ଶୁଣେଇ କହିବେ ସେ ସହିପାରିବନି। ବାସନ ମାଜି ସଞ୍ଜବତୀ ବଳୁଥିଲା ବେଳେ ବୁଢ଼ୀର ଖୁଁ ଖୁଁ କାଶ ସହ ପାଟି ଶୁଭିଲା, ଆଲୋ ଜାନି, ଆଲୋ ବୋହୂ, କାଶୀ ହାଟରୁ ଫେରିଲାଣି କି? ମୁନ୍ଦେ ନାଲି ଚା କଲୁ ଲୋ, ତଣ୍ଟିଟା ଶୁଖି ଯାଉଛି। ଜାନି କିଛି ନ କହି ଉଠିଗଲା ବେଳକୁ ଦେଖିଲା କାଶୀନାଥ ସେମିତି ମୁଣ୍ଡରେ ଗାମୁଛାଟା ଭିଡ଼ି ଘର ଭିତରକୁ ଆସିଲେ। ଆଉ ଜାନିକୁ ଦେଖିଲା କ୍ଷଣି ଆଖି ଦୁଇଟା ପୋଛି ଦେଇ କହିଲେ, ସବୁ ଚେଷ୍ଟା ବିଫଳ ହେଲା। ପୁଅକୁ 2 ବର୍ଷ ଜେଲ୍ ହୋଇଗଲା। ସାକ୍ଷୀ ଆଉ ଓକିଲ ଖାଲି ପଇସା ଖାଇଲେ ମା। ଜମି 5 ମାଣ ବନ୍ଧକି ରଖି ଯାହା ଆଣିଥିଲି, ସେଥିରୁ କପର୍ଦ୍ଦକଟିଏ ବି ନାହିଁ। ଭାଗ୍ୟ ଛଡ଼ା ପଥ ନାହିଁ। ଓଢ଼ଣା ଟାଣି କାନ୍ଥକୁ ନେସି ହୋଇ ଜାହ୍ନବୀ ଛିଡ଼ା ହୋଇଥିଲା। ଓଢ଼ଣା ଭିତରେ ସଞ୍ଜବତୀ ଫୁର ଫୁର ହୋଇ ଜଳୁଥିଲା। ବୁଢ଼ୀ ପାଖକୁ କାଶୀନାଥ ଯିବା କ୍ଷଣି ଜାହ୍ନବୀ ସଞ୍ଜ ଧରି ଦାଣ୍ଡ ଚଉରା ପାଖକୁ ଚାଲିଗଲା। ସଞ୍ଜ ଥୋଇଦେଇ ମୁଣ୍ଡିଆ ମାରିଲା ବେଳେ ତା ପାଟିରୁ କିଛି ବୋଲି ଶବ୍ଦ ବାହାରିଲା ନାହିଁ। ସେ ବାରଣ୍ଡା ଉପରକୁ ଉଠିଯାଇ ଶାଶୁର ଝରକା ପାଖରେ ଆଡ଼େଇ ଛିଡ଼ା ହେଲା। ବୁଢ଼ୀ କହୁଥିଲା, ପୁଅକୁ ନ ଆଣିଲେ ମୁଁ ଆଉ ଜୀବନ ରଖିବିନି କାଶୀ।
ଯୁବା ବୋହୂକୁ ଧରି ମୁଁ ପଡ଼ି ରହିଥିବି କେତେ ଦିନ, ବୋଝ ଉପରେ ନଳିତା ବିଡ଼ା। ଭାଗ୍ୟ। ତେବେ ଗୋଟାଏ କାମ କଲେ ଭଲ ହୁଅନ୍ତା ଭାଉଜ। ମୁଁ ତାକୁ ବାପଘର ନେଇଯିବି ବୋଲି କହି କାଲି କଲିକତା ନେଇଯାଉଛି। ଦେଖିବି ଯଦି ସାଆନ୍ତରା ଘର କିଛି କୂଳ କିନାରା। ବୁଢ଼ୀ ବାହୁନି କରି କହି ଉଠିଲା, କେତେ ଆଶା କରିଥିଲି ସୁନ୍ଦର ବୋହୂ ହେଲେ ଟୋକାଟା ବାଟକୁ ଆସିବ। ହେଲେ ଘରେ ନ ପଶୁଣୁ ଚାଳ ବାଜିଲା, ଜମିଯାକ ତ ସଇଲା। ଏବେ ଜୁଆନ ଟୋକିଟାକୁ ମୁଁ ପୋଷିବି କେମିତି? କ'ଣ କାଞ୍ଜି କରିବି? ତମେ ସେ ଟୋକାଟାକୁ ଟିକେ ବୁଝେଇଲନି କାଶୀ। ମୁଁ କ'ଣ ଛାଡ଼ିଛି? ଦିନ ରାତି ଆଜକୁ 2 ମାସ ହେଲା ତା ପିଛା ଧାଇଁଛି। ଜେଲରୁ ମୁକୁଳି ସେଇ ଖଟିରେ 24 ଘଣ୍ଟା ବଇଛି। ତେଣେ ତ ଦିଟା ମାଇକିନା ରଖିଛି। ଏଠି ଦିନେ ତ ସେଠି ଦିନେ। ଦିହିଁଙ୍କର ମିଶି 5 ପିଲା। ତାଙ୍କ ପେଟ ପାଟଣା ବୁଝୁ ବୁଝୁ ତାର ବେଳ ଯାଉଛି। ଏଠିକି ଆସିବ ବୋଲି କାହିଁକି ସେ ଭଲା ମନ ଦେବ? ହାଇରେ କପାଳ, ମୁଁ କ'ଣ ଏତେ କଥା ଜାଣିଥିଲି? ଟୋକାଏ ବୟସ ବେଳେ ସେମିତି କରିଥାନ୍ତି, ପୁଣି ତ ବିଭାଚୋରା ହୋଇ ଘର କରନ୍ତି। ମୋରି ଭାଗ୍ୟହୀନ। କାଶୀ, ତା ବାପା ଚାଲିଗଲା, ମୁଁ ଅଣ୍ଟା ଭାଙ୍ଗି ପଡ଼ିଛି। ଛାଡ଼। ମୁଁ କୁନାକୁ କହିଲି, ବାବା, ତୁ ଯେମିତି 2ଟା ପୋଷିଛୁ ସେମିତି ଏଇଟାକୁ ରଖ। ଯଦି ସହରକୁ ନ ଆଣିପାରିବୁ ତେବେ 2 ମାସରେ ଥରେ ଘରକୁ ଯାଇ ବୁଲିଆ। ହେଲେ ସେ ନ ଶୁଣି କହିଲା, ସେଇ ବାହାଘର ପାଇଁ ତ ମୁଁ ଜେଲ୍ ଖଟିଲି। କେତେ ଜିନିଷ ଘରକୁ ନେଇଛି। ପୁଲିସ ଆସିଲେ ମୁଁ ତାକୁ ହାତ କରି ଦିଏ। ମାତ୍ର ସେଇଥର ତ ଘରେ ନଥିଲି। ହାତ ଗଣ୍ଠି ପକେଇଲି ଯେ ହାତ କଡ଼ି ପକେଇଲି। ସେଇ ମାଇକିନାର ମୁହଁ ଚାହିଁବି ନାହିଁ ଦାଦି। ତାକୁ ଯୁଆଡ଼େ ନାହିଁ ସିଆଡ଼େ ପଠାଇ ଦିଅ। ଶାଶୁ ଧୀର ପାଟିରେ କ'ଣ କହିଲେ କେଜାଣି ଜାହ୍ନବୀ ଶୁଣି ପାରୁନଥିଲା। ତାର ଦେହ ମୁଣ୍ଡ ବରଡ଼ା ପତ୍ର ପରି ଥରୁଥିଲା। ଶେଷକୁ କାଶୀନାଥ କହିଲେ, ମୁଁ ଯାଏଁ। ତମେ ବୋହୂକୁ ବାପ ଡକାଇଛି ବୋଲି କହିବ। କାଲି ସଞ୍ଜବୁଡ଼େ ନେଇଯିବି। ସାଆନ୍ତରା ନିଶ୍ଚୟ ଦରଦାମ କରିବ। କେତେକୁ କହିବି କହିଲ? 10ରୁ କମ୍ ନୁହେଁ। 10,000 ବାଁ ହାତରେ ଧରିବ, ଡାହାଣ ହାତରେ ବଢ଼େଇ ଦେବ। କାଶୀନାଥ ଖଡ଼ଗ ମାଡ଼ି ଉଠି ଆସିବାର ଶବ୍ଦ ହେଲା କ୍ଷଣି ଜାହ୍ନବୀ ବାରି ପଛ ଆଡ଼କୁ ଚାଲିଗଲା। ସେମିତି ଲମ୍ବି ଯାଇଛି ଝାପ୍ସା ଜହ୍ନ ଆଲୁଅରେ ପଡ଼ିଆଟା। ଚାକୁଣ୍ଡା ଗଛର ପତ୍ର, ମଶାଣି ହୁଡ଼ା ଆଉ ସୁନସାନ ରାସ୍ତା। ଯେମିତି କିଏ ଡାକୁଛି ପଛରୁ ତାକୁ। ସେମିତି ଅଣ୍ଟାରେ ଲୁଗା ଭିଡ଼ି ଦେଇ ଜାହ୍ନବୀ ଦୌଡ଼ିବା ଆରମ୍ଭ କରିଦେଲା ସାମ୍ନା ଆଡ଼କୁ। ପଛଆଡ଼େ ଜହ୍ନ ଉଠୁଥିଲା ବଙ୍କେଇ କରି କୋଉ ଗଛ ଉହାଡ଼ରୁ। ତା ତେରେସା ଆଲୁଅ ଛିଟିକି ପଡ଼ିଥିଲା ଖାଁ ଖାଁ କରୁଥିବା ପଡ଼ିଆଟା ଉପରେ। ଚୁଲିରେ ଚା ବସିଥିବ। ବୁଢ଼ୀ ଡାକ ଛାଡ଼ୁଥିବ ରହି ରହି। ଜାହ୍ନବୀ ଦୌଡ଼ୁଥିଲା କଣ୍ଟା ଝଣ୍ଟା ମାଟି ଗୋଡ଼ି ନ ମାନି। ପଡ଼ିଆ ସେପଟେ ମଶାଣି, ହୁଡ଼ା ସେପଟେ ଆଖି ପାଉନଥିବା ଘାସ ଘେରା ମାଟିର ଶେଷ ପାଖରେ କିଏ ଅଛି, କ'ଣ ଅଛି କେଜାଣି କିଛି ତାର ମନେ ପଡ଼ୁନଥିଲା। ସେ ଖାଲି ଛିନଛାନିଆ ହୋଇ ଧାଉଁଥିଲା ଯେମିତି ବହୁଦିନ ପରେ ସେ ସୁବିଧା ପାଇଛି ଦେଖିବ ସେପଟେ। ଆଖି ପାଉନଥିବା ପଡ଼ିଆ ସେପଟେ କ'ଣ ଅଛି, କିଏ ଅଛି? ଜନ୍ମ ମରଣ ମଝି ମଝି ସେଇ ଜିନିଷଟା ସେଠି ଅଛି କି ନାହିଁ ସେ କଥା ନିଜ ଆଖିରେ ଦେଖିନେଲେ ଥରେ କ୍ଷତି କ'ଣ? ଜାହ୍ନବୀ ଧାଉଁଥିଲା ଯେତିକି, ପଡ଼ିଆଟା ଲମ୍ବି ଲମ୍ବି ଯାଉଥିଲା ସେତିକି। ଆଖି ସାମ୍ନାରେ ପରସ୍ତ ପରସ୍ତ ହୋଇ ଜହ୍ନର ଆଲୁଅ ନେସି ହୋଇଯାଉଥିଲା। ତାରି ଭିତରେ ଗଛବୃଛ, ନଦୀନାଳ, ଅରମା, କଣ୍ଟାଝଣ୍ଟା ଆଉ ଅମାନିଆ ଅଜଣା ପକ୍ଷୀ ମୁହୂର୍ତ୍ତକ ପାଇଁ ସ୍ଥିର ହୋଇଯାଇଥିଲେ। ଆକାଶ ପଚାରୁଥିଲା ପୃଥିବୀକୁ, ଏ କ'ଣ କଲୁଲୋ ପାଷାଣୀ? ପାତାଳ ସୁ ସୁ ଗର୍ଜନ କରି ନୀରବରେ କହୁଥିଲା ପୃଥିବୀକୁ, ସମ୍ଭାଳି ପାରିବିନି ଆଉଲୋ ଧରିତ୍ରୀ। କେତେବେଳ ହେଲା ପରଖିନେ ଶୀଘ୍ର ଶୀଘ୍ର, ନଇଲେ ମୁଁ ଫଣା ଟେକି ଧରି ପାରିବିନି ତତେ ଆଉ। ପୃଥିବୀ କେତେବେଳେ ଉପରକୁ ତ କେତେବେଳେ ତଳକୁ ଚାହିଁ ବିଡ଼ି ବିଡ଼ି ହେଉଥିଲା ଏକ ଟଣା ଝିଙ୍କାରୀର ଝିଁ ଝିଁ ଶବ୍ଦ ପରି। ମହାକାଳର ବୁକୁ ଭିତରେ ଜୀବନ ମରଣ ମଝାମଝି ପୁସ୍ତକରେ ଜାହ୍ନବୀର ଅଲିଖିତ ପୃଷ୍ଠାଟି ଦିଗ୍ବଳୟ ସେପଟି ଫର ଫର ଉଡ଼ୁଥିଲା କି ଟୁକୁରା ଟୁକୁରା ହୋଇ ଚିରି ଯାଉଥିଲା କିଛି ବୁଝା ପଡ଼ୁନଥିଲା। ଏହା ସତ୍ତ୍ୱେ ସମସ୍ତେ ନିଜ ନିଜ କକ୍ଷରେ ଠିକ୍ ଭାବରେ ଘୂରୁଥିଲେ। ଆଉ ଜାହ୍ନବୀ ଜହ୍ନର ନିଶାରେ 2 ବାହୁ ବିସ୍ତାରି ଧାଉଁଥିଲା ଆଗକୁ ଆଗକୁ।